ବଜ୍ରପାତରେ 2 ଆହତ। ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ତାତିରେ ଘରୁ ଗୋଡ଼ କାଢିବା କଷ୍ଟକର ହୋଇ ପଡୁଛି। ଗ୍ରୀଷ୍ମର ପ୍ରବାହ ଯୋଗୁଁ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ତାର କରାଳ ରୂପ ଦେଖାଇଛି। ଦିନରେ ଅସହ୍ୟ ତାତିକୁ ସନ୍ଧ୍ୟାରେ କାଳ ବୈଶାଖୀ। ହେଲେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଝାଟିକା ସାହି ଗାଁରେ। ଦିନରେ ଜୀବନ ବଡ଼ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ସନ୍ଧ୍ୟା ହେଲେ କାଳ ବୈଶାଖୀର ବର୍ଷା ପ୍ରଭାବରୁ ସାମାନ୍ୟ ତ୍ରାହି ମିଳୁଛି। ହେଲେ ବିଜୁଳି ମାରିବାରୁ 2 ଜଣ ଆହତ ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ କାଳ ବୈଶାଖୀ ବର୍ଷା ସମୟରେ ଟିଟୁ ମଳିକ ଓ କାଳୁ ଚରଣ ପାଇକ ଝାଟିକା ସାହି ଗାଁର ଏକ ଦୋକାନ ଘରେ ଆଶ୍ରୟ ନେଇଥିଲେ। ଠିକ୍ ସେତିକି ସମୟରେ ହଠାତ୍ ବିଜୁଳି ମାରିବାରୁ ସେହି 2 ଜଣଙ୍କୁ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ସାହାଯ୍ୟରେ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 2 ଜଣଙ୍କୁ ଭର୍ତ୍ତି କରାଇଥିଲେ। ପରେ କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି। ବର୍ତ୍ତମାନ ଟିଟୁଙ୍କ ଅବସ୍ଥା ଠିକ୍ ଥିବାର ଜଣାପଡ଼ିଛି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।